ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପରଠାରୁ ଭକ୍ତଙ୍କର ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯା ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି, ଯାହାର ଚିତ୍ର ଆଜି ଦେଖିବାକୁ ମିଳିଥିଲା ସିଂହଦ୍ୱାର ଆଗରେ ପରିକ୍ରମା ମାର୍ଗରେ। ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଫେରିଥିଲେ। ତେଣେ ବ୍ୟାରିକେଡ୍ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା କହିଛି ଆସନ୍ତା 15 ତାରିଖ ବେଳକୁ ଏ ସମସ୍ୟା ଆଉ ନଥିବ। ଓଃ କି ଯନ୍ତ୍ରଣା ଲାଗୁଛି, ପାଦ ପୋଡ଼ିଯିବ ନହେଲେ ଫୋଟକା ହୋଇଯିବ। କିନ୍ତୁ ଉପାୟ ବା କ'ଣ? ସମସ୍ତେ କାଉଲୁ ବାଉଲୁ ହୋଇ ଦୌଡ଼ୁଛନ୍ତି, ପାଦ ଟେକି ଡେଇଁ ଡେଇଁ ଚାଲୁଛନ୍ତି। ବେଶୀ କଷ୍ଟ ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ଶିଶୁ। ବାପା ମା ବାଧ୍ୟ ହୋଇ ସେମାନଙ୍କୁ କାନ୍ଧେଇ ନହେଲେ କାଖେଇ ଦୌଡ଼ୁଛନ୍ତି। ଯେହେତୁ କିଛି ଦିନ ହେଲା ବର୍ଷା ଚାଲିଥିଲା, ପାଗ ମେଘୁଆ ଥିଲା, ତେଣୁ ତାତି ଜଣାପଡ଼ୁନଥିଲା। ହେଲେ ଆଜି ହଠାତ୍ ଡହ ଡହ ଖରା ହେବାରୁ ଶ୍ରୀମନ୍ଦିର ଭିତରୁ ଖୁସି ମନରେ କାଳିଆ ଦର୍ଶନ ସାରି ଫେରୁଥିବା ଭକ୍ତମାନଙ୍କୁ ସିଂହଦ୍ୱାର ଆଗରେ ଏମିତି ଡହଳ ବିକଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରଠାରୁ